ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସାପାଳ ପଞ୍ଚାୟତର 1 ନମ୍ବର ୱାର୍ଡର 50ରୁ ଅଧିକ ପରିବାର ଅନ୍ୟ ଦଳରୁ ଆସି କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସର ବର୍ଷୀୟାନ କର୍ମୀ ଶିବାନନ୍ଦ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସର ଯୁବନେତା ସରୋଜ କୁମାର ଲେଙ୍କା ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ଲେଙ୍କାଙ୍କ ନେତୃତ୍ୱ ଏବଂ ରାହୁଲ ଗାନ୍ଧୀଙ୍କ ଦେଶ ପ୍ରତି ବାର୍ତ୍ତାରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି ବୋଲି ବରୁଣ କୁମାର ପଣ୍ଡା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅରୁଣ କୁମାର ସ୍ୱାଇଁ, ସୁଧାଂଶୁ ମଣ୍ଡଳ, ହିମାଂଶୁ ମଣ୍ଡଳ, ମନୋରଞ୍ଜନ ସାହୁ, ବାସନ୍ତୀ ତ୍ରିପାଠୀ, ସପନ ପାତ୍ର, ଭାନୁ ମଣ୍ଡଳ, ଦୀପକ ସେଠୀ, ଭବାନୀ ଜେନା ପ୍ରମୁଖ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବରେ କସାପାଳ ପଞ୍ଚାୟତର ପଞ୍ଚାୟତ ସଭାପତି ହିମାଂଶୁ ପାତ୍ର, ପାଖ ଆଳୁମଦା ପଞ୍ଚାୟତର ଯୁଧିଷ୍ଠିର ମଲ୍ଲିକ, ସାର୍ଥା ପଞ୍ଚାୟତର କଂଗ୍ରେସ ସଭାପତି କମଳା ମଲ୍ଲିକ, ବୈକୁଣ୍ଠ ପାତ୍ର ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ସମସ୍ତ ଗୁରୁଜନ ମାନଙ୍କୁ ମୋର ନମସ୍କାର। ଯୁବକ ଭାଇ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ସବୁ କଥା ଶିବାକୁ କହିଗଲେ ମୁଁ ଗୋଟେ କଂଗ୍ରେସ ଦଳର ଯୋଦ୍ଧା ଥିଲି। ହେଲା ଆମର ମାଣିକମ ଗାଁ 36 ନମ୍ବର ୱାର୍ଡ 35 ବର୍ଷ ହେଲା କାଉନସିଲର କଂଗ୍ରେସ ଦଳର। ତାଙ୍କ ପୁଅ ମୁଁ ଏବେ ବି ଅଛନ୍ତି। ଟାଉନ କଂଗ୍ରେସ ପ୍ରେସିଡେଣ୍ଟ ସିଏ 15 ବର୍ଷ। ସେଇଥିରୁ ଆମେ କଂଗ୍ରେସ ଜିନ୍ଦାବାଦ କରିକି ଆମେ ଚାଲେ। ଯିଏ ନେତା ଆସୁ କିନ୍ତୁ କଂଗ୍ରେସ ଆମ ରକ୍ତର ଜିନ୍ଦାବାଦ ପକେଇବା। ଯିଏ ନେତା ଆସିଲେ 14 ପରଠୁ ମାନସ ଦାସ ଟିକଟ ନ ପାଏ ସେବେଠୁ ଯିଏ ନେତା ଆସିଲେ 2022 ପର୍ଯ୍ୟନ୍ତ ଆସିଲେ। ଯେହେତୁ ଟାଉନର ଆମକୁ ଲୋକ ବି ଚିହ୍ନିଛନ୍ତି, ପିଲା ଆମ ପାଖରେ କିଛି ଅଛନ୍ତି, 1000-2000 ପିଲା ଯୁବକ ଟୁକା ଆମ ପାଖରେ ଅଛନ୍ତି। ସମସ୍ତଙ୍କୁ ନେଇକି ଆମେ ଚାଲିଲେ କଂଗ୍ରେସ। ସେମାନେ କିଛି ବୁଝନ୍ତନି, ପପୁଲ ଏକା ସାଙ୍ଗରେ ଚାଲିଲେ, ପପ୍ ଭାଇ ସାଙ୍ଗରେ ଯିବା। ଯିଏ ଆସିଲେ ସବୁ 14ର ଅରୁଣ ଦେ, 19ର ମାନସ ଦାସ ପଟ୍ଟନାୟକ, 21ର ମମତା କୁଣ୍ଡୁ, ଯିଏ ସବୁ ଆସିଲେ ଦୂରରୁ ଇଲେକ୍ସନ ଲଢ଼ିଲେ ପଳେଇଲେ। ଆମର ଏଠି ବାପ ନାହିଁ କି ମା ନାହିଁ କଂଗ୍ରେସ ଦଳର। ଯେମିତି ଶିବାବୁ କହିଲେ ଆମେ କସାଫଳରୁ ଯିବା ବାଲେଶ୍ୱର କଂଗ୍ରେସ ବୋଲି କେହି ନେତା ନାହାନ୍ତି ନେତା ଯେ କାହା ପାଖକୁ ଯିବା। କଂଗ୍ରେସ ଲିଡର ବୋଲି ପରିଚୟ ଦେଇକି